ବ୍ୟାସଦେବ ତାଙ୍କ ଶିଷ୍ୟଙ୍କୁ ପରୀକ୍ଷା କରିବା ପାଇଁ କହିଲେ ମୁଁ ଯାଉଛି ତୀର୍ଥ କରିବା ପାଇଁ କିଛି ଦିନ ଆଉ ତମେ ଆଶ୍ରମ ସମ୍ଭାଳ ଆଶ୍ରମର ଦେଖଭାଳ ସବୁ ଶିଷ୍ୟମାନଙ୍କର ତାଙ୍କର ଦିନଚର୍ଯ୍ୟା ସବୁ ଦେଖଭାଳ ତମେ କରିବ। ତ ସେ ପଳେଇଲେ କିନ୍ତୁ ସେ ଜାଣିନାହାନ୍ତି ଜମିନି ଯେ ପରୀକ୍ଷା କରିବାକୁ ଯାଉଛନ୍ତି। ଯେମିତି ପଳେଇଲେ ସେ କିଛି ସମୟ ଗଲା ପରେ ପରୀକ୍ଷା କରିବା ପାଇଁ ପୁଣି ରିଟର୍ନ ଆସିଲେ। କେମିତି ଆସିଛନ୍ତି ନା ଗୋଟେ ବହୁତ ସୁନ୍ଦର ଏକଦମ ଟପ୍ ସୁନ୍ଦର ସ୍ତ୍ରୀ ଲୋକ ହେଇକି ଆସିଛନ୍ତି। ଜମିନ ଋଷି ସନ୍ଧ୍ୟା ହେଇଯାଇଛି ରାତି ହେଇଯାଇଛି ଟିକେ ଟିକେ ମେଘ ପବନ ହେଉଛି ବର୍ଷା ଟିକେ ହେଉଛି ବର୍ଷା ହେଇକି ସେ ଟିକେ ତିନ୍ତି ଯାଇଛନ୍ତି। ବହୁତ ସୁନ୍ଦର ଶ୍ୟାମଳ ରୂପ ମାନେ ସ୍ତ୍ରୀ ଲୋକ ହେଇଛନ୍ତି। ଜମି କବାଟ ଠୋକ କରିଛନ୍ତି। ଜମିନ ଋଷି ଦେଖିଲେ ଏତେ ସୁନ୍ଦର ରୂପ ଯେମିତି ଦେଖିଦେଲେ ସେ କହିଲେ କୁଆଡ଼େ ଆସିଛନ୍ତି ନା ମହାରାଜ ନା ବର୍ଷା ହେଉଛି ଘଡ଼ଘଡ଼ି ବର୍ଷା ହେଉଛି ଆଉ ମୁଁ ଏକଲା ଗୋଟେ ସ୍ତ୍ରୀ ଲୋକ ଆଉ ବାହାରେ ମୋ ପକ୍ଷେ ବିଲକୁଲ ମୋ ପାଇଁ ସୁରକ୍ଷା ନାହିଁ ଆଉ ଏକଲା ମୋ ପାଖରେ କିଏ ବି ନାହିଁ ଆପଣ ଟିକେ କୃପା କରିକିରି ମୋତେ ଟିକେ ଆପଣଙ୍କ ଆଶ୍ରମରେ ଟିକେ ସ୍ଥାନ ଦିଅନ୍ତୁ ରାତି ଘରଟା ସକାଳ ହେଲେ ମୁଁ ପଳେଇବି। ହେଲେ ଜମିନ ଋଷି ତ ସେ ତ ବହୁତ ବଡ଼ ସନ୍ନ୍ୟାସୀ ଥିଲେ ସେ ବହୁତ ବଡ଼ ଯୋଗୀ ଥିଲେ ସିଏ କହିଲେ କ'ଣ ନା ତମେ ରହିବ ଯେ ଆମେ ତ ଏଇଠି ସବୁ ସାଧୁମାନେ ଅଛୁ ଆମ ପାଖରେ ତମେ ତ ରହିପାରିବନି ତମ ପାଇଁ ଗୋଟେ ଅଲଗା ଗୋଟେ କୁଟୀର ଦେବି ସେ କୁଟୀରରେ ତମେ ରହିବ ଭିତରେ ଆଡ଼ୁ ଘେଡ଼ା ପକାଇଦେବ ଆଉ କାହାକୁ ବି ରାତିରେ ସେ ଭିତରକୁ ଏଲାଉ କରିବନି ଆଉ ଇଭେନ୍ ମୁଁ ଯଦି ଡାକିବି ହେଲେ ମୋତେ ଏଲାଉ କରିବନି। ସେ କହିଲେ ଠିକ୍ ଅଛି ମୁଁ ରାତିକି ରହିବି ସକାଳକୁ ପଳେଇବି। ତାଙ୍କୁ ସେମିତି ଗୋଟେ ନିରୋଳା କୁଟୀର ଗୋଟେ ଦିଆହେଲା ସେ ଭିତରେ ସେ ରହିଲେ ସେ ଭିତରକୁ ଯେମିତି ଗଲେ ସେ ଭିତରେ ଆଡ଼ୁ ଲକ୍ କରିଦେଲେ ସେ ରେଷ୍ଟ ନେଇଗଲେ ଶୋଇପଡ଼ିଲେ। ଯେମିତି ସେ ଶୋଇପଡ଼ିଲେ ଜମିନି ଋଷି ତାଙ୍କର କୁଟୀରକୁ ଗଲେ ସେ ବିଶ୍ରାମ କଲେ ବିଶ୍ରାମ କରୁ କରୁ ତାଙ୍କର ଚିନ୍ତା ପଳାଇ ଆସିଲା ହେଲା ଏତେ ସୁନ୍ଦର ସ୍ତ୍ରୀ ଲୋକଟା ଆସିଥିଲା ହଁ ବହୁତ ଦେଖିବାକୁ ବଡ଼ ସୁନ୍ଦର କେଉଁଠିକାର ତାଙ୍କର ନାଁ କ'ଣ ତାଙ୍କ ଗାଁ କ'ଣ କେମିତି ଏତେ ରାତିରେ ଏ ଏରିଆକୁ ଆସିଲା କ'ଣ କିସ ଏତେ ସବୁ ଚିନ୍ତା ଆସିଲା ତାଙ୍କ ତାହେଲେ କହିଲେ ଏମିତି ଚିନ୍ତା ଆସୁ ସେ ନିଜକୁ ଆଉ କଣ୍ଟ୍ରୋଲ୍ କରିପାରିଲେନି ଆଉ କହିଲେ ଯିବା ଟିକେ କଥାବାର୍ତ୍ତା ହେଇଯିବା ପଳେଇବା ଆଡ୍ରେସ୍ଟା ତ କମ୍ ସେ କମ୍ ଜାଣିବା ସକାଳ ହେଲେ ତାଙ୍କୁ ପଚାରିବା କେମିତି ରାତିରେ କାହିଁ ଆସିଲ କ'ଣ ତାଙ୍କୁ ପଚାରିବା ପାରିବା ତ ଆଡ୍ରେସ୍ ଟିକେ ପଚାରିଦେବା। ଯେମିତି ଗଲେ କବାଟ ଠକ୍ ଠକ୍ କଲେ ଖୋଲ ବୋଲିକି ସେ ଖୋଲିଲେନି ସେ କହିଲେ ନାଇଁ ଆମକୁ ଜମିନ ଋଷି ମନା କରିଛନ୍ତି ଆଉ ଏ ଭିତରକୁ ଆସିବା ପାଇଁ କାହାକୁ ହେଲେ ଏଲାଉ ନାହିଁ। ସେ କହିଲେ ମୁଁ ନିଜେ ଜମିନି କହୁଛି ପରା ଖୋଲ ବୋଲିକିରି କହିଲେ ନାଇଁ ଜମିନ ଋଷି କହିଛନ୍ତି ଜମିନକୁ ହେଲେ ଭିତରକୁ ଏଲାଉ ନାହିଁ ମନା କରିଛନ୍ତି ଟୋଟାଲି। ଯେମିତି ମନା କଲେ ଇଏ ତାଙ୍କର ଯେଉଁ ଆତୁରତା ଆହୁରି ବଢ଼ିଗଲା ଆରେ ସେ କେତେ ବଡ଼ ସାଧୁ ବାକ୍ୟରେ ସେ କେତେ ବିଶ୍ୱାସ ଅଛି ମୋ ବାକ୍ୟରେ ମାନେ ଗୋଟେ ସାଧୁ ଲୋକଟା ବୋଧେ ସ୍ତ୍ରୀ ଲୋକଟା ହେଲେ ମୋତେ କ'ଣ ହେଲା ସାଧୁ ଲୋକଟା ମୋ କଥାରେ ଏତେ ବିଶ୍ୱାସ ମୋତେ ହେଲେ ସେ କାମୁନି ସେ କବାଟ ନାଇଁ କିଛି ଅସୁବିଧା ନାହିଁ ମୁଁ ନିଜେ କହୁଛି ପରା ବାହାର କର ନାଇଁ ତ ମୁଁ ଖୋଲିବିନି ମୋତେ ମନା କରିଛନ୍ତି ଜମିନ ଋଷି ମୁଁ ଖୋଲିବିନି ଆପଣ ନିଜେ ଆସିଲେ ମୋତେ ମୁଁ ଖୋଲିବିନି ନାଇଁ ସେସବୁ ସେ କବାଟ ଫାଡ଼ ଜିଗା ଉଡ୍ରା କରି ଟଣାଟଣି କରି ଭିତରେ ପଶିଲେ ଯେମିତି ପଶିଲେ ତାଙ୍କ ସେ ରୂପକୁ ଦେଖିଲେ ଆଉଟ୍ ଅଫ୍ କଣ୍ଟ୍ରୋଲ୍ ଆଉ କଣ୍ଟ୍ରୋଲ୍ କରିପାରିଲେନି। ସେ କହିଲେ ସିଏ ଆଉ ନା ଗାଁ କୋଉଠର ଲୋକ କ'ଣ ସେଟା ଆଉ ସିଧା ନାହିଁ ମୁଁ ସିଧା ବାହା ହେବି ଆପଣଙ୍କୁ ଆଉ ମୋତେ ବାହା ହେବ ସନ୍ନ୍ୟାସୀ ଜଣେ ସେ କଥା ଛାଡ଼ ଆଜ୍ଞା ମୁଁ ତ ବାହା ହେବି ଆପଣଙ୍କୁ ମାନେ ସେ ଯେଉଁ ଏତେ ସୁନ୍ଦର ରୂପ ହେଇଥିଲେ କୁହନ୍ତୁନି ମୁଁ ବାହା ହେବି। ସେ କହିଲେ ସତରେ ବାହା ହେବ ହଁ ତ ଠିକ୍ ଅଛି ଯଦି ବାହା ହେବାକୁ ଆପଣଙ୍କ ଏତେ ବଡ଼ ଇଚ୍ଛା ତାହେଲେ ଆମର ସେ ମୁଣ୍ଡରେ ଗୋଟେ ମନ୍ଦିର ଅଛି ସେ ମନ୍ଦିର ପାଖକୁ ଆପଣଙ୍କୁ ଯିବାକୁ ପଡ଼ିବ। ହଁ ଯିବା ଆପଣ ମୁହଁରେ ପୁରା କଳା ଗୋଳେଇବାକୁ ପଡ଼ିବ ହଁ ଗୋଳେଇବି ଆଉ ଆପଣ ହାମ୍ବୁଡ଼ିବେ ମୁଁ ଆପଣଙ୍କ ଉପରେ ବସିବି ହାମ୍ବୁଡ଼ି ମୋତେ ନେବେ ସେ ମନ୍ଦିର ପାଖକୁ ନେବେ ରାଜି ହଁ ନେବି ହାମ୍ବୁଡ଼ିଲେ 5 କିଲୋମିଟର 7 କିଲୋମିଟର ହାମ୍ବୁଡ଼ି ଗଲେ ରାତି ସାରା ହାମ୍ବୁଡ଼ୁଛନ୍ତି ବସୁଛନ୍ତି ସ୍ତ୍ରୀ ଲୋକ ସୁନ୍ଦରୀ ସକାଳ ହେଇଗଲା ହାମ୍ବୁଡ଼ି ସେଥିରୁ ଯେମିତି ସକାଳ ହେଇଗଲା ସେ ପହଞ୍ଚିଗଲେ ପହଞ୍ଚିଲା ପରେ ସାଙ୍ଗେ ସାଙ୍ଗେ ବ୍ୟାସଦେବ ନିଜ ରୂପକୁ ପଳେଇ ଆସିଲେ ଆସିକି ଦେଖିଲେ ତାଙ୍କର ଅରିଜିନାଲ ରୂପ ଦେଖି ପୁରା ଲଜ୍ଜା ହେଇଗଲେ
ଲଜ୍ଜା ହେଇକିରି କହିଲେ ଆପଣଙ୍କୁ କ'ଣ କାମକୁ ଜିତି ଯାଇଛନ୍ତି କହୁଥିଲେ, କ'ଣ କିଛି ନାହିଁ ନାହିଁ। ଏଇଟା ହେଉଛି ଭାଗବତରେ। ତ ଏଇଟା କହିବାର ତାତ୍ପର୍ଯ୍ୟ ବଡ଼ ବଡ଼ ବିଦ୍ୱାନ, ବଡ଼ ବଡ଼ ପଣ୍ଡିତ, ବଡ଼ ବଡ଼ ଜ୍ଞାନୀ ହେଲେ ମଧ୍ୟ ଏ କାମ ପ୍ରତି ଆକୃଷ୍ଟ ହେଇଯାଉଛନ୍ତି।